My dear student, welcome to our channel Manorama Tutorial. ବର୍ତ୍ତମାନ ଆମେ ଏହି ଭିଡିଓରେ ରାଜନୀତି ବିଜ୍ଞାନର ପ୍ରକୃତି, ରାଜନୀତି ବିଜ୍ଞାନ ଏକ ବିଜ୍ଞାନ କି, ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ନୁହେଁ କାହିଁକି ଓ ରାଜନୀତି ବିଜ୍ଞାନ ଏକ କଳା କାହିଁକି ଆଲୋଚନା କରିବା। ଯଦି ଆପଣ ରାଜନୀତି ଓ ରାଜନୀତି ବିଜ୍ଞାନ କ'ଣ, ରାଜନୀତି ଶବ୍ଦଟି କେଉଁଠି କିପରି ବ୍ୟବହାର କରାଯାଇଥିଲା ଜାଣିବାକୁ ଚାହୁଁଛନ୍ତି, ତେବେ ମୋର ଏହି ଭିଡିଓକୁ ଦେଖିପାରିବେ। ଏବଂ ଯଦି ଆପଣ ରାଜନୀତି ବିଜ୍ଞାନର ଅର୍ଥ, ସଂଜ୍ଞା ଓ ପରିସର ବିଷୟରେ ଜାଣିବାକୁ ଚାହୁଁଥିଲେ ମୋର ଏହି ଭିଡିଓକୁ ନିଶ୍ଚୟ ଦେଖିବେ। ଦୁଇଟି ଯାକ ଭିଡିଓର ଲିଙ୍କ ଡିସ୍କ୍ରିପ୍ସନରେ ଦିଆଯାଇଛି। ରାଜନୀତି ବିଜ୍ଞାନର ପ୍ରକୃତି ବିଷୟରେ ଆଲୋଚନା କର। ରାଜନୀତି କଳା ନା ବିଜ୍ଞାନ, ତାହା ହିଁ ଏହାର ପ୍ରକୃତି। ରାଜନୀତି ବିଜ୍ଞାନର ପ୍ରକୃତିକୁ ନେଇ ରାଜନୀତି ବୈଜ୍ଞାନିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। କେତେକ ରାଜନୀତି ବିଜ୍ଞାନ କହୁଥିବା ବେଳେ ଅନ୍ୟ କେତେକ ଦାର୍ଶନିକମାନେ ବିଜ୍ଞାନ ଭାବେ ଗ୍ରହଣ କରିନାହାନ୍ତି। ସେମାନଙ୍କ ମତରେ ରାଜନୀତି ବିଜ୍ଞାନ ଏକ କଳା। ଯେଉଁ ରାଜନୀତି ଦାର୍ଶନିକମାନେ ରାଜନୀତି ବିଜ୍ଞାନକୁ ବିଜ୍ଞାନ ଭାବେ ଗ୍ରହଣ କରିଛନ୍ତି ସେମାନେ ହେଲେ ପ୍ଲାଟୋ, ଆରିଷ୍ଟୋଟଲ, ହବ୍, ଲର୍ଡ ବ୍ରାଇସ୍, ରୁସୋ, ଗ୍ରାନର ଓ ଗିଲଖ୍ରିଷ୍ଟ। ଯେଉଁ ରାଜନୀତି ଦାର୍ଶନିକମାନେ ରାଜନୀତି ବିଜ୍ଞାନକୁ ବିଜ୍ଞାନ ଭାବେ ଗ୍ରହଣ କରିନାହାନ୍ତି ସେମାନେ ହେଲେ ମେଣ୍ଟଲ୍ୟାଣ୍ଡ, ଅଗଷ୍ଟ କଣ୍ଟେନ୍ ଓ ପଲ୍ ଜେନେଟ୍। ଏମାନେ ରାଜନୀତି ବିଜ୍ଞାନକୁ ଏକ କଳା ଭାବେ ଗ୍ରହଣ କରିଛନ୍ତି। ରାଜନୀତି ବିଜ୍ଞାନର ଜନକ ଆରିଷ୍ଟୋଟଲ ରାଜନୀତି ବିଜ୍ଞାନକୁ ଏକ ଶ୍ରେଷ୍ଠ ସାମାଜିକ ବିଜ୍ଞାନ ଭାବେ ଗ୍ରହଣ କରିଛନ୍ତି। ବିଜ୍ଞାନ କହିଲେ ଆମେ ବୁଝୁ ଯେ ସୁସଜ୍ଜିତ ଓ ସୁବ୍ୟବସ୍ଥିତ ଜ୍ଞାନକୁ ବିଜ୍ଞାନ କୁହାଯାଏ। ତଳେ ବିଜ୍ଞାନର କେତେକ ସଂଜ୍ଞା ଦେଲା। ପ୍ରଥମ, ବିଜ୍ଞାନ ତତ୍ତ୍ୱ ନିଶ୍ଚିତ। ଦ୍ୱିତୀୟ, ଏହା ସୁସଜ୍ଜିତ ଓ ଶୃଙ୍ଖଳିତ। ତୃତୀୟ, ଏହା ପରୀକ୍ଷା ନିରୀକ୍ଷା କରାଯାଇପାରେ। ଚତୁର୍ଥ, ଏହାର ତଥ୍ୟ ସମାନ ଭାବେ ପ୍ରଯୁଜ୍ୟ। ପଞ୍ଚମ, ଏହାକୁ ସଂକ୍ଷିପ୍ତକରଣ କରାଯାଇପାରେ। ବିଜ୍ଞାନ ହେଉଛି ସେହି ଜ୍ଞାନ ଯାହା ଶୃଙ୍ଖଳିତ, ପରୀକ୍ଷଣ ଓ ପ୍ରଣାଳୀବଦ୍ଧ ହୋଇ ସାଧାରଣ ସିଦ୍ଧାନ୍ତରେ ପରିଣତ ହୋଇଥାଏ। ବର୍ତ୍ତମାନ ଆମେ ରାଜନୀତି ବିଜ୍ଞାନ ଏକ ବିଜ୍ଞାନ କି ଆଲୋଚନା କରିବା। ପ୍ରଥମ, ପ୍ରଣାଳୀବଦ୍ଧ ଜ୍ଞାନ। ଅନ୍ୟାନ୍ୟ ବିଜ୍ଞାନ ଭଳି ରାଜନୀତି ବିଜ୍ଞାନ ପ୍ରଣାଳୀବଦ୍ଧ ଜ୍ଞାନ ଉପରେ ଆଧାରିତ। ରାଷ୍ଟ୍ର, ସରକାର ଓ ଅନ୍ୟାନ୍ୟ ରାଜନୈତିକ ଅନୁଷ୍ଠାନ ମାନଙ୍କର ସମସ୍ୟା ସମ୍ପର୍କରେ ଜ୍ଞାନ ଆହରଣ କରିବା ଓ ସମାଧାନର ସୂତ୍ର ବାହାର କରିବା ରାଜନୀତି ବିଜ୍ଞାନ ପକ୍ଷରେ ସମ୍ଭବ। ଦ୍ୱିତୀୟ, ପରୀକ୍ଷା ନିରୀକ୍ଷା ସମ୍ଭବ। ଅନ୍ୟାନ୍ୟ ପ୍ରାକୃତିକ ବିଜ୍ଞାନ ପରି ରାଜନୀତି ବିଜ୍ଞାନ ପରୀକ୍ଷା ସମ୍ଭବ ହେଉଛି। ପ୍ରାକୃତିକ ବିଜ୍ଞାନ ପରି ରାଜନୀତି ବିଜ୍ଞାନର ଏକ ପରୀକ୍ଷାଗାର ଅଛି ଯାହା ହେଉଛି ସମଗ୍ର ବିଶ୍ୱ। ବିଭିନ୍ନ ରାଷ୍ଟ୍ରରେ ରାଜନୀତି ବିଜ୍ଞାନୀମାନେ ବିଭିନ୍ନ ରାଜନୈତିକ ବିଷୟବସ୍ତୁକୁ ପରୀକ୍ଷା କରି ସଫଳ ହେଉଛନ୍ତି। ପ୍ରତ୍ୟକ୍ଷ ଗଣତନ୍ତ୍ର ଉପାଦାନ ଗୁଡ଼ିକ ସୁଇଜରଲ୍ୟାଣ୍ଡରେ ପରୀକ୍ଷିତ ହୋଇ ସଫଳତାର ସହିତ କାର୍ଯ୍ୟକାରୀ କରିଛି। 1969 ମସିହାରେ ରାଜସ୍ଥାନରେ ପଞ୍ଚାୟତରାଜ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଥିଲା। ଏହା ମଧ୍ୟ ସଫଳତା ସହିତ କାର୍ଯ୍ୟକାରୀ ହୋଇଥିଲା। ତୃତୀୟ, ସାର୍ବଜନୀନ ଗ୍ରହଣଯୋଗ୍ୟ। ରାଜନୀତି ବିଜ୍ଞାନରେ ଏପରି କେତେକ ନୀତି ଅଛି ଯାହା ସବୁ ରାଷ୍ଟ୍ରରେ ଗ୍ରହଣଯୋଗ୍ୟ। ସେଗୁଡ଼ିକ ହେଲା ବିଚାରପତି ମାନଙ୍କର ଯୋଗ୍ୟତା, ସ୍ୱାଧୀନତା ଓ ସରକାରୀ କର୍ମଚାରୀ ମାନଙ୍କର ନିରପେକ୍ଷତା। ବର୍ତ୍ତମାନ ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ନୁହେଁ କାହିଁକି ଆଲୋଚନା କରିବା। ପ୍ରଥମ, ସଠିକତାର ଅଭାବ। ରାଜନୀତି ବିଜ୍ଞାନର ସିଦ୍ଧାନ୍ତ ସଠିକ ନୁହେଁ। ଏହାର ନିର୍ଣ୍ଣୟ ଗୁଡ଼ିକ ସବୁ ସ୍ଥାନ ଓ ପରିବେଶ ପାଇଁ ସମାନ ଫଳପ୍ରଦ ନୁହେଁ। ଅନେକ ସମୟରେ ରାଜନୀତି ବିଜ୍ଞାନର ସିଦ୍ଧାନ୍ତ ଗୁଡ଼ିକ ଭୁଲ ବୋଲି ପ୍ରମାଣିତ ହୋଇଛି ଯାହା ରାଜନୀତି ବିଜ୍ଞାନକୁ ବିଜ୍ଞାନ ଭାବେ ଗ୍ରହଣ କରାଯିବ ନାହିଁ। ଦ୍ୱିତୀୟ, ସାର୍ବଜନୀନ ଗ୍ରହଣଯୋଗ୍ୟ ନୁହେଁ। ରାଜନୀତି ବିଜ୍ଞାନର ଉପସଂହାର ସବୁ ସ୍ଥାନ, ସମୟ ଓ ଲୋକମାନଙ୍କ ପାଇଁ ସମାନ ଭାବେ ଗ୍ରହଣଯୋଗ୍ୟ ନୁହେଁ। କେତେକ ରାଷ୍ଟ୍ର ଗଣତନ୍ତ୍ରକୁ ଉତ୍ତମ ଶାସନ ଭାବେ ଗ୍ରହଣ କରିଥିବା ବେଳେ ଅନ୍ୟ କେତେକ ରାଷ୍ଟ୍ର ଗଣତନ୍ତ୍ରକୁ ଉତ୍ତମ ଶାସନ ଭାବେ ଗ୍ରହଣ କରିନାହାନ୍ତି। ତେଣୁ ରାଜନୀତି ବିଜ୍ଞାନର ସିଦ୍ଧାନ୍ତ ଗୁଡ଼ିକ ସାର୍ବଜନୀନ ନୁହେଁ। ତୃତୀୟ, ଅନୁମାନ ସାପେକ୍ଷ। ରାଜନୀତି ବିଜ୍ଞାନୀମାନେ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ହେଲେ ବାହ୍ୟ ପରିବେଶ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏଥିପାଇଁ କୌଣସି ବିଷୟବସ୍ତୁକୁ ପରୀକ୍ଷା ନିରୀକ୍ଷା ନ କରି ଅନୁମାନ ଦ୍ୱାରା ସାବ୍ୟସ୍ତ କରିଥାନ୍ତି। ଚତୁର୍ଥ, ବିଭାଗୀକରଣ ଅସମ୍ଭବ। ଅନ୍ୟାନ୍ୟ ବିଜ୍ଞାନର ବିଷୟବସ୍ତୁକୁ ଭାଗ ଭାଗ କରି କ୍ଷୁଦ୍ର କ୍ଷୁଦ୍ର ଅଂଶରେ ବିଭକ୍ତ କରାଯାଇପାରେ, କିନ୍ତୁ ରାଜନୀତି ବିଜ୍ଞାନକୁ କ୍ଷୁଦ୍ର ଅଂଶରେ ବିଭକ୍ତ କରାଯାଇପାରିବ ନାହିଁ। ବର୍ତ୍ତମାନ ରାଜନୀତି ବିଜ୍ଞାନ ଏକ କଳା କାହିଁକି ଜାଣିବା ନା, ବିଭିନ୍ନ ବିଦ୍ୟା ଓ ତତ୍ତ୍ୱଜ୍ଞାନକୁ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାର କୌଶଳକୁ କଳା କୁହାଯାଏ। କଳା ହେଉଛି ବିଜ୍ଞାନ ବିଦ୍ୟାର ବାସ୍ତବ ରୂପରେଖ। ବିଜ୍ଞାନ ଯଦି ତତ୍ତ୍ୱ ହୁଏ, କଳା ହେଉଛି ଏହାର ବାସ୍ତବ ବ୍ୟବହାର। ତେଣୁ ରାଜନୀତି ବିଜ୍ଞାନର ପ୍ରକୃତି ଉଭୟ କଳା ଓ ବିଜ୍ଞାନ। ଏହା ଥିଲା ଆଜିର ଭିଡିଓ। ଏହି ଭିଡିଓରେ ଆମେ ଜାଣିଲେ ରାଜନୀତି ବିଜ୍ଞାନର ପ୍ରକୃତି, ରାଜନୀତି ବିଜ୍ଞାନ ଏକ ବିଜ୍ଞାନ କି, ତା ସହିତ ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ନୁହେଁ କାହିଁକି ଓ ରାଜନୀତି ବିଜ୍ଞାନ ଏକ କଳା କାହିଁକି। ଯଦି ଆପଣଙ୍କୁ ଏହି ଭିଡିଓଟି ଭଲ ଲାଗିଥିବ ଗୋଟିଏ ଲାଇକ୍ କରିବା ସହିତ କମେଣ୍ଟରେ ନିଶ୍ଚୟ ଜଣାଇବେ। ଧନ୍ୟବାଦ।